ମୁଁ ଆସୁଛି ମା। ତା ଡ୍ୟାଡି ଆଜି ବହୁତ ଲୋକଙ୍କୁ ଡିନର ପାଇଁ ଡାକିଛନ୍ତି। ମୁଁ ଫେରିଲା ବେଳକୁ ଡେରି ହେଇଯାଇପାରେ। ଆସୁଛି। ରାଜୁ, ତୁ ମୋର ଗୋଟେ କଥା ରଖିବୁ। ତୁ ଆଜି ଯାଏ ମୋର କୌଣସି କଥା ଭାଙ୍ଗିନୁ। ଆଜି ଏଇ ଶେଷ କଥା ପଦକ ରଖିବୁ। ତୁ ଆଉ ଏ ଘରକୁ ଫେରିବୁନି। ମା। ହଁ ବାବା, ମୁଁ ଚାହେଁ ବହୁ ତାଙ୍କ ଘରେ ରହୁ, ଆଉ ତୁ ବି ତା ପାଖରେ ସେଇଠି ରହ। ଏ ତୁ କଣ କହୁଛୁ ମା? ମତେ ଭୁଲ ବୁଝିବୁନି ବାବା। ମୁଁ ତତେ ଘରଠୁ ଦୂରକୁ ଯିବାକୁ କହୁଛି, ମୋ ନିଜ ପାଖରୁ ନୁହଁ। ଯେତେବେଳେ ତୋର ମାଆକୁ ଦେଖିବାକୁ ଇଚ୍ଛା ହବ ତୁ ଚାଲି ଆସିବୁ। ତାମାନେ ମୁଁ ସେଠି ଘର ଜ୍ୱାଇଁ ହେଇ ରହିବି ଆଉ ମୋ ମା ଏଠି ଏକା ଏକା? ଆରେ ପାଗଳ, ତୁ ବୁଝୁନୁ କାହିଁକି? ତୋର ମାର ପଣ ତ ଖୁବ୍ ଛୋଟରେ, ସେଥିରେ ନା ତ ପଗଡ଼ି ହେଇପାରିବ ନା ବୋଉର ଓଢ଼ଣା ହେଇ ତା ମୁଣ୍ଡ ଢାଙ୍କି ପାରିବ। ସେଇଥିପାଇଁ ନାଇଁ ମା, ସେ କଥା କେବେ ବି ହେଇପାରିବନି। ତା ସାଙ୍ଗମାନଙ୍କର କେଇ ପଦ ଫାଲତୁ କଥା ଶୁଣି ମୁଁ ମୋ ମାକୁ ଛାଡ଼ି ଚାଲିଯିବି ପରଧନ ରଏସ୍ କରିବା ପାଇଁ? ନା ମୁଁ ନିଜେ ଯିବି ନା ତାକୁ ଯିବାକୁ ଦେବି। ଜିଦ୍ କରନା ରାଜୁ, ମତେ ବୁଝିବାକୁ ଚେଷ୍ଟା କର। ମୋ ଯୋଗୁଁ ତ ସୁଖ ଶାନ୍ତିର ରାସ୍ତାରେ କଣ୍ଟା ବିଛାନା। ମତେ ଛାଡ଼ି ଗଲେ ହିଁ ତୋ ଭବିଷ୍ୟତ ହବ। କଣ କହିଲୁ? ସ୍ତ୍ରୀ ଯୋଗୁଁ ମାକୁ ଛାଡ଼ି ଚାଲିଗଲେ ପୁଅର ଭବିଷ୍ୟତ ହବ? ମା, ତୁ ମତେ ଜୀବନ ସବୁ ସୁଖ ଦେଇଛୁ, ପାଳି ପୋଷି ବଡ଼ କରିଛୁ। ଏ ବୟସରେ ତୋର ସେବା କରିବା ମୋର ପରମ କର୍ତ୍ତବ୍ୟ। ସ୍ତ୍ରୀକୁ ସୁଖ ଦେବା ବି ତୋର କର୍ତ୍ତବ୍ୟ। ମା ଆଗ, ତାପରେ ସ୍ତ୍ରୀ। ମା 4 ଦିନର ଅତିଥି, ପତ୍ନୀ ସାଙ୍ଗରେ ଜନ୍ମ ଜନ୍ମାନ୍ତର ସମ୍ପର୍କ। ଏତେ ଜିଦ୍ ଭଲ ନୁହେଁ ରାଜୁ। ମୁଁ ତତେ ହାତ ଯୋଡୁଛି, ମୋର ଏ ପୂଜାପାଠ ବୟସରେ ତୁ ମୋ ମଥାରେ ଏ କଳଙ୍କ ବୋଳିବାକୁ ଦେ ନା। ନିଜ ମାକୁ ମରିବା ପୂର୍ବରୁ ତାକୁ ମାରିଦେନା। କିନ୍ତୁ ମା, ମୁଁ ଯଦି ତୁ ଚାହୁଁ ମୋର ବାକି ଦିନ ତକ ଶାନ୍ତିରେ କଟୁ, ତାହେଲେ ତୁ ବୋହୂକୁ ନେଇ ଏଠି ଶୀଘ୍ର ଚାଲି ଯା। ନାଇଁ ମା, ନାଇଁ। ମା, ମା।